ପଖାଳ ଖୋଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୂଚନା ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରଙ୍ଗରେ ବୁଥସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ କନକଦୁର୍ଗା ମନ୍ଦିର ପାଖରେ ଥିବା ପୂର୍ବତନ ସମିତି ସଭ୍ୟ କୁନମୁନ ସିଂ ମୁଖ୍ୟମନ୍ତ୍ରୀଙ୍କୁ ଭୋଜନ ନିମନ୍ତେ ନିଜ ଘରକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ନିମନ୍ତ୍ରଣ ସ୍ୱୀକାର କରି ଭୋଜନ ନିମନ୍ତେ କୁନମୁନଙ୍କ ଘରକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇ କୁନମୁନଙ୍କ ପରିବାର ଲୋକଙ୍କ ଖୁସି କହିଲେ ନ ସରେ। ଏଠି ନା ଥିଲା ଟେବୁଲ ନା ଡାଇନିଂ, ତଳେ ଆସନ ପାରିଦେଇ ଅରୁଆ ଭାତ ସହିତ ଛୁଇଁ ଭଜା, ସାଲଡ ଏହିପରି 13ରୁ 14 ପ୍ରକାରର ଖାଦ୍ୟ ପରସି ଦେଇଥିଲେ କୁନମୁନ। ମାତ୍ର ମୁଖ୍ୟମନ୍ତ୍ରୀ ଅରୁଆ ନ ଖାଇ ଗୋଟେ ସାଧାରଣ ଓଡ଼ିଆ ପରି ପଖାଳ ଖୋଜିଥିଲେ। ପଖାଳ ଭାତ ଆଣିବା ପରେ ସେଥିରେ ଲେମ୍ବୁ ଚିପୁଡ଼ି ଖୁବ୍ ଆନନ୍ଦର ସହ ପଖାଳ ଖାଇଥିଲେ। ଖାଇବା ସାରିବା ପରେ ଖାଦ୍ୟର ପ୍ରଶଂସା କରିବା ସହିତ ପରିବାର ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ମୋର ଏଇ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତରେ 229 ନମ୍ବର ବୁଥରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମର ଏକ ସଭାରେ ଆମେ ସବୁ ଲୋକମାନେ ଯେଉଁମାନେ ଆସିଥିଲେ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟିର ଡିଜିଟାଲ ମାଧ୍ୟମରେ ଅନଲାଇନ୍ ଫୋନ୍ରେ ଆମେ ତାକୁ ମେମ୍ବରସିପ୍ କରେଇଲୁ ଏବଂ କରେଇ ସାରିଲା ପରେ କିଛି ଲୋକଙ୍କର ଘର ସହିତ ଘରକୁ ଘର ସମ୍ପର୍କ କଲୁ। ସେଥିରେ କିଛି ଲୋକଙ୍କ ଘରେ ଷ୍ଟିକର ମଧ୍ୟ ମାରିଲୁ, ସଦସ୍ୟତା ଅଭିଯାନର ଷ୍ଟିକର। ଏବଂ ଆମର ଜଣେ ଆଦିବାସୀ ଝିଅ କୁନମୁନ, ଯିଏକି ଆଗରୁ ସମିତି ସଭ୍ୟ ହିସାବରେ ସିଏ ଜନପ୍ରତିନିଧି ହିସାବରେ ସେ କାମ କରୁଥିଲେ, ସେ ମଧ୍ୟ ଆଗରୁ ଆମର ସଦସ୍ୟ ଥିଲେ। ତାଙ୍କ ଘରେ ଆସି ବର୍ତ୍ତମାନ ଏଠି ଆମେ ଭୋଜନ କଲୁ ଏବଂ ମୁଁ ପଖାଳ ଭୋଜନ କଲି, ଯେଉଁଟା ମୋର ଅତି ପ୍ରିୟ। ମୋ ଘରେ ମୁଁ ପଖାଳ ଖାଏ। ସେ ପଖାଳ ମଧ୍ୟ ମୋତେ ଆଣିକି କୁନମୁନ ଦେଲା। ଆଣିକରି ମୁଁ ଏବଂ ବିଭିନ୍ନ ପ୍ରକାରର ଶାଗ ଭଜା, କଲରା ଭଜା ଏମିତି ଆଇଟମ୍ ଆଣିକି ଦେଲେ। ଅତ୍ୟନ୍ତ ସୁନ୍ଦର ଭାବରେ ସେ ରୋଷେଇ କରିଥିଲେ ଏବଂ ଭଲ ଖାଦ୍ୟ ଆମକୁ ଖାଇବା ପାଇଁ ମିଳିଲା, ଶାନ୍ତି ବି ଲାଗିଲା। ସାର୍, ଯଦିଓ ଅରୁଆ ପରସା ଯାଇଥିଲା କିନ୍ତୁ ଆପଣ ପଖାଳ ପସନ୍ଦ କରିଥିଲେ ଏବଂ କହିଥିଲେ ପଖାଳ ମୋ ପାଇଁ ଯଦି ମିଳିବ। ଛତୁ ଭଜା ବି ଆପଣ ଦ୍ୱିତୀୟ ଥର ଦେଖିଥିଲୁ। ଛତୁ ଭଜା ଥିଲା, କଲରା ଚିପ୍ସ ଥିଲା ଏବଂ ଆପଣଙ୍କର ଗୋଟେ ଜହ୍ନିର ଗୋଟେ କ'ଣ ବେସର ଥିଲା ଏବଂ ଛୁଇଁ ସଜନା ଗଛର ଯେଉଁ ସଜନା ଛୁଇଁ ଯେଉଁ ଥିଲା ଭଜା ହେଇକି ଥିଲା ଏବଂ ଆପଣଙ୍କର ପୋଟଳ ଭଜା ଥିଲା, ଚଟଣି ଥିଲା, ବିଭିନ୍ନ ପ୍ରକାରର ଆଇଟମ୍। ସେ ପ୍ରାୟ ପାଖାପାଖି 15 ପ୍ରକାରର ଆଇଟମ୍ କରିକି ଆମକୁ ଦେଲା। ଅତି ଆଦରରେ ଆମକୁ ଖୁଏଇଲା କୁନମୁନ। ତାଙ୍କ ପରିବାର ଲୋକ ସମସ୍ତେ ଅଛନ୍ତି ଏବଂ ବିଜେପି ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ବର୍ଷା ପ୍ରବଳ ହେଲେ ମଧ୍ୟ, ଖରା ହେଲେ ମଧ୍ୟ, ଭୋକରେ ଥିଲେ ମଧ୍ୟ ସମସ୍ତ ଭାରତୀୟ ଜନତା ପାର୍ଟିରେ କାମ କରିବା ପାଇଁ, ସାମିଲ ହେବା ପାଇଁ ସମସ୍ତଙ୍କର ଇଚ୍ଛା ଏବଂ ଆଗ୍ରହ ଥାଏ। ଆଉ ଯେଉଁଥିପାଇଁ କି ଗତ ଥର 41 ଲକ୍ଷ ଭାରତୀୟ ଜନତା ପାର୍ଟିର ସଦସ୍ୟ ଓଡ଼ିଶାର ହେଇଥିଲେ। ଏଥର 1 କୋଟି ଲୋକ ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ହେବେ, ସାମିଲ ହେବେ ଏବଂ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଯେଉଁ ଡବଲ ଇଞ୍ଜିନ ସରକାର ଅଛି, ଓଡ଼ିଶାରେ ବିଜେପିର ସରକାର ଅଛି, ଏ ପାର୍ଟିକୁ ଯଶସ୍ୱୀ କରାଇବା ସହିତ ଓଡ଼ିଶାର ଲୋକମାନଙ୍କର ବିକାଶ ହେବ, ଜନକଲ୍ୟାଣ କାମ ହେବ। ତାକୁ ଆଧାର କରି ଆମେ ସଦସ୍ୟତା ଅଭିଯାନ ଘରକୁ ଘର ବୁଲି ବଡ଼ କ୍ୟାମ୍ପେନ୍ କରିକିରି କରୁଛୁ। ଏହା ନିଶ୍ଚିତ ଭାବରେ ସଫଳତା ଲାଭ କରିବ। ବାରଙ୍ଗରେ ବହୁତ ଉତ୍ସାହିତ ଲୋକମାନେ ଅଛନ୍ତି ଏବଂ ବାରଙ୍ଗ ଲୋକମାନେ ମୋତେ ଭଲ ପାଆନ୍ତି। କାହିଁକି ନା ମୁଁ ଗତ ବର୍ଷ ବିଧାୟକ ଥିଲାବେଳେ, ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲାବେଳେ ମୋତେ ଆମର ଏଇ ଚକ୍ରବର୍ତ୍ତୀ ବାବୁ ଯିଏ ଆମର ଜିଲ୍ଲା ପରିଷଦ, ଇଏ ମୋତେ ଡାକିକିରି ଇଏ ଯେଉଁ ଚୁଡ଼ଙ୍ଗ ମହୋତ୍ସବ ଯେଉଁ ହେଉଥିଲା, ସେ ମହୋତ୍ସବରେ ମୋତେ ମୁଖ୍ୟ ଅତିଥି କରି ଡାକିଥିଲେ। ତେଣୁକରି ସେ କାର୍ଯ୍ୟକ୍ରମରେ ମୁଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥିଲି ଏବଂ ଲୋକମାନେ ମଧ୍ୟ ଥିଲେ। ଏଠି ମେଳା ମଧ୍ୟ ହେଉଥିଲା। ଏଭଳି ଏକ ଭଲ ଉତ୍ସବ, ସେ ଉତ୍ସବରେ ମୋତେ ସେମାନେ ଭଲ ପାଉଥିଲେ ଏବଂ ସେମାନେ ଯେତେବେଳେ ଜାଣିଥିବେ ଯେ ଯିଏ ମୁଖ୍ୟ ଅତିଥି ହେଇଥିଲେ ମାନ୍ୟବର ବିଧାୟକ କେନ୍ଦୁଝରର ମୋହନ ମାଝୀ, ସିଏ ଆଜି ମୁଖ୍ୟମନ୍ତ୍ରୀ, ନିଶ୍ଚିତ ଭାବରେ ସବୁଠାରୁ ବେଶୀ ଖୁସି ହେଇଥିବେ ଏ ଚୁଡ଼ଙ୍ଗ ମାଟିର ସମସ୍ତ ଲୋକମାନେ। ସାର୍, ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଆପଣଙ୍କୁ ସମସ୍ତେ କହୁଛନ୍ତି। ଆଜି ଏ ଆଦିବାସୀ ପରିବାରରେ ଖାଇ ଆପଣ ସେଇ ବାର୍ତ୍ତା ଦେଉଛନ୍ତି ଯେ ଇଏ ଲୋକଙ୍କ ମୁଖ୍ୟମନ୍ତ୍ରୀ, ସବୁବେଳେ ସବୁ ବର୍ଗର ଲୋକଙ୍କ ସହିତ ଅଛନ୍ତି। ଦେଖନ୍ତୁ, ମୁଁ ମାଟିର ମଣିଷ, ମୁଁ ସାଧାରଣ ପରିବାରରୁ ଆସିଛି, ଆଦିବାସୀ ପରିବାରରୁ ଆସିଛି, ରାଜନୀତିରେ ମଧ୍ୟ ତଳ ସ୍ତରରୁ ଆସିଛି। ସମିତି ସଭ୍ୟ,
ସରପଞ୍ଚରେ ଛିଡ଼ା ହେବା ମାନେ ଏ ରାଜନୀତିରେ ମୁଁ ଜାଣିଛି ଲୋକଙ୍କର ଦୁଃଖ କ'ଣ ଜାଣିଛି କଷ୍ଟ କ'ଣ ଜାଣିଛି। ତେଣୁ ଆଜି ଦିନରେ ଯେତେବେଳେ ଗୋଟିଏ ସରକାର ବିଜୁ ଜନତା ଦଳର ସରକାର 24 ବର୍ଷ ଧରିକି ନିରନ୍ତର ଜଣେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯଦି ଆମେ କାମ କରିବା ତାହେଲେ ସେ ରାଜ୍ୟର ଯଦି ଅଧପତନ ହେବ, ସେ ରାଜ୍ୟର ଯଦି ଅର୍ଥନୈତିକ ଅଭିବୃଦ୍ଧି ହେବ ନାହିଁ, ସେ ରାଜ୍ୟର ଯଦି ବିକାଶ ହେବ ନାହିଁ, ତାହେଲେ ଏହା ଦୁର୍ଭାଗ୍ୟଜନକ କଥା ନୁହେଁ କି? ତେଣୁ ସେଭଳି ସ୍ତରରେ ଆଜି ଆମ ସରକାର ଯେତେବେଳେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଆସିଲା, ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା, ମୁଁ କେବେ ମନ୍ତ୍ରୀ ହେଇନାହିଁ, କିନ୍ତୁ ବିଧାୟକ 4 ଥର ହେବାର ସୁଯୋଗ ପାଇଛି, ଲୋକଙ୍କର କାମ କରିବା ପାଇଁ ସୁଯୋଗ ପାଇଛି ଏବଂ ବିରୋଧୀ ଦଳରେ ଦାୟିତ୍ୱ ନିର୍ବାହ କରିଛି। ଏବଂ ସେଥିପାଇଁ ହୁଏତ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ଭାରତୀୟ ଜନତା ପାର୍ଟି ମୋତେ ଆମର ପ୍ରଧାନମନ୍ତ୍ରୀ ମୋତେ ନିଷ୍ପତ୍ତି କଲେ ଯେ ଏହି ବ୍ୟକ୍ତି ହିଁ ଉପଯୁକ୍ତ ବ୍ୟକ୍ତି, ଯିଏକି ଓଡ଼ିଶାର ଗରିବ ଲୋକମାନଙ୍କର, ଚାଷୀ ଲୋକମାନଙ୍କର, ଶ୍ରମିକ ଲୋକମାନଙ୍କର, ଆଦିବାସୀ ଲୋକମାନଙ୍କର, ପଛୁଆ ବର୍ଗ ଲୋକମାନଙ୍କର